সাবধান 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 মান্যবর জজ সাহেব কোর্ট ভিতরକୁ পদার্পণ କରୁଛନ୍ତି। অর্ডার 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 আଜିର କୋର୍ଟର କାର୍ଯ୍ୟବାହୀ ଆରମ୍ଭ କରାଯାଉ। योर ऑनर आज जो केस सेठी विचार करे अछि जाकी ए खणी रे थिबा किछि अनसब एक्ट एवं सेफ्टी रूल को भाषण करथिबा गालुआ औ अमानिक पाई सबने बारंबार गाली सुनी सेफ्टी रूल भाषण करी नानाजी रे ओ फास्टर के सरस तनु आजिर कोर्ट ऑफ इनक्वारी केवल सेनो मान्यवर अदक ठारू हूँ आसेमान को काठर डाके पाई परिश्रम मातुछि Permission to be granted. हूँ आजिर विधान रे कहती को शंकर प्रधान को काठर को डाकु শঙ্কর প্রধান হাজির হো, শঙ্কর প্রধান হাজির হো, শঙ্কর প্রধান হাজির হো। নমস্কার আজ্ঞা নমস্কার। গীতা ছুঁই শপথ করে কুহতু যাহা কইবে সত কইবে সত ছড়া কিছু কইবে না। ସାର୍ ମୋ ଭାରି ଯାତ ରହିଲା ଘରେ ମୁଁ ତ ତାକୁ ଆଣିନି ଆଉ ଛୁଇଁବି କ'ଣ କହିବି କ'ଣ। अरे शंकर बाबू तब स्त्री कथाटी पढ़िनी आज्ञा। ए पवित्र धर्मग्रंथ गीता छुई कहबार अछि ଆଚ୍ଛା ଆଚ୍ଛା ଏଇ ଗୀତା हां ସେ ଗୀତା ଛୁଇଁ ଶପଥ କରି କହୁଛି ଯାହା କହିବି ସତ ଛଡ଼ା ମିଛ କହିବି ନାହିଁ। योर ऑनर यो कवि शंकर प्रधान ଆଜ୍ଞା ये सिविल कंस्ट्रक्शन ले काम करते ଆଜ୍ଞା आउ वार का टाइप रे काम कला बेले ये तो का फुल बॉडी हार्नेस व्यवहार करते नहीं एपर की काल पर सुपरवाइजर ओ सेफ्टी इंचार्ज बारंबार ताकि सत्ते ताको अधका एक्सक्यूज दियंती एवं गाल बंदी मध्य अच्छा शंकर बाबू ଆଜ୍ଞା गोटे कथा कहबे आपण କୁହନ୍ତୁ କୁହନ୍ତୁ କହିଲେ କୁହ। କିଛି ହେଇते ଲାଗି କିଛି ତ ଆପଣ କିଛି ସାରେ କିଛି ଦିନ ତଳେ ଗୋଡ଼ଟା ପଡ଼ିକି ଫ୍ରାକ୍ଚର ହେଇଯାଇଥିଲା। পয়েন্ট শুড বি নোটেড মিলর অভিযুক্ত মানছন্তি যে গত কিছু দিন তলে সে ওয়াটার ট্যাঙ্করে কাম করতে সময় তলে পড়ি যাইছিল তাকে বড় আঘাত লাগিছিল তারপরে বি মিলর সে ফুল বডি হার্নেস ব্যবহার করতে না ବ୍ୟବହାର କରୁନାହାନ୍ତି ଏବଂ ଉଚ୍ଚତାରେ କାମ କରୁଛନ୍ତି କ'ଣ ପାଇଁ? ସାର୍ ସେଗୁଡ଼ା କ'ଣ କହିବି ସାର୍ ସେ ଯେଉଁ ବଟି ଆମେ ସେ ପିନ୍ଧିଲେ ମୋତେ ଗୋଟେ ଗଛରେ ମୁଁ ବାନ୍ଧି ହେଇଯାଇଛି ମୋତେ ଟୋଟାଲି ଭଲ ଲାଗେ ନା। ନା ଏପଟ ଯାଇବେ ନା ସେପଟ ଯାଇବେ। ସାର୍ ଆଉ ଗୋଟେ କଥା କହିବି ଆପଣ ତ ସମସ୍ତେ ପାନ ପୁଡ଼ିଆ ଖାଆନ୍ତି ତ ମୁଁ ବି ଖାଏ ଆମ ସାଥୀମାନେ ଯେଉଁମାନେ କାମ କରନ୍ତି ସେମାନେ ଖାଏ କିନ୍ତୁ ସାର୍ ଯଦି ବଡି ଆମେ ସେ ପିନ୍ଧିଥିବି ଚିନ୍ତା କଲେ ଉପରୁ ଆସିକି ତଳକୁ ପାନ ଖଣ୍ଡେ ନେଇପାରିବି ନା ଗୁଟିକଟେ ନେଇପାରିବି ସେଇଥିପାଇଁ ସାର୍ ମୁଁ ସବୁବେଳେ ପିନ୍ଧେ ନା ଟୋଟାଲି। ତମେ ୱାର୍କ ଆଟ୍ ହାଇଟ୍ରେ କାମ କରୁଛ କିନ୍ତୁ ଭୁଲ ବଡି ହାଇଟ୍ ବ୍ୟବହାର କରୁନା। ଏ ପାଖ ଖଣି ଅଞ୍ଚଳରେ ଆପଣ କାମ କରୁଛନ୍ତି ଏଠି କମ୍ପାନୀ ଅଛି ଆପଣ ଜାଣିଥିବେ ଟାଟା କମ୍ପାନୀ ଲାଇଫ୍ ସେଭିଂ ରୁଲ୍ସର 10ଟା ନିୟମ ବନେଇଛି ସେଥିରୁ ଯଦି 2 ମିଟର ଉପରେ ଆପଣ କାର୍ଯ୍ୟ କରନ୍ତି ସେଥିପାଇଁ ଫୁଲ୍ ବଡି ହାର୍ନେସ୍ ଆଙ୍କର ଲଗାଇ ସୁରକ୍ଷିତ ଭାବରେ କାମ କରିବେ ଏକଥା ଆପଣ ଜାଣିନାହାନ୍ତି? अरे तब भली गालुआ आउ किछि अमान्य को पाई ए लाइफ से रोड बना जाय हेलो आजिकल समस्या जानी छथि 2 मीटर ऊपर को उच्चतारे काम करे कोन सब फॉलो करे पड़े किंतु दुर्भाग्य कथा आज ये सिस्टम कोई फॉलो करना सेते भाई टाटा स्टील ए नीति को पुलिस राणी छथि ए जो एलएसआर को लाइफ सर्वे को पुलिस राणी अछि एवं तार मध्य गुटे कन्सिक्वेंस रेकर्ड रहछि तेणु आसाम विचार धार आपण कहते सत्य साक्षी प्रमाण एवं दोषीर बयान को आधार करी रूल्स को भायोलेशन करिथिबारु ताको सत्य ପାଇଁ କାର୍ଯ୍ୟରୁ ସସ୍ପେଣ୍ଡ କରାଯାଉଛି। ଆପଣ କାର୍ଯ୍ୟ କ୍ଷେତ୍ରରେ କରନ୍ତି
ଆପଣଙ୍କୁ ଚାକିରିରୁ ବହିଷ୍କୃତ କରାଯିବ ଟର୍ମିନେଟ୍ କରାଯିବ। ସାର୍ এই ସାମାନ୍ୟ ଗୋଟିଏ ଭୁଲ ପାଇଁ ମୋତେ 10 ଦିନ ସସ୍ପେଣ୍ଡ କରାହେଲା ସାର୍। ମୁଁ ଏଇଠୁ ଅନୁତାପ କରୁଛି ସାର୍, ମୋତେ କ୍ଷମା କରନ୍ତୁ। ଆଗାମୀ ଦିନରେ ଏମିତି ଭୁଲ ହେବନି। ଯେଉଁ ଲାଇଫ୍ ସେଭିଂ ରୁଲ୍ 10ଟି ଅଛି ତା ମଧ୍ୟ ଯେଉଁ ହାଇଟ୍ ୱାର୍କ ଅଛି ଆଜ୍ଞା, ମୁଁ ପିନ୍ଧିକି ତାକୁ ସର୍ବଦା କାମ କରିବି ସାର୍, ମୋତେ କ୍ଷମା କରନ୍ତୁ ସାର୍। ଶଙ୍କର ବାବୁ ତମେ ଏବେ ଆସିପାର। ସାର୍ ନମସ୍କାର ଆଜ୍ଞା, ନମସ୍କାର। ଆଗାମୀ ବିଚାରାଧୀନ ଆସାମୀ ହରିଆ ମଲ୍ଲିକକୁ ମୁଁ କାଠରୁ ଡାକିବାକୁ ଅନୁମତି ମାଗୁଅଛି। Permission to be granted. हरिया मलिक हाजिर हो, हरिया मलिक हाजिर हो, हरिया मलिक हाजिर हो। नमस्कार नमस्कार। ହରିଆ ବାବୁ କୋର୍ଟର ମର୍ଯ୍ୟାଦାକୁ ରକ୍ଷା କରାଯାଉ। ଭଲ ଭାବରେ ଛିଡ଼ା ହୁଅନ୍ତୁ, ଭଲ ଭାବରେ ଛିଡ଼ା ହୁଅନ୍ତୁ। ଠିକ ଅଛି, ତମେ ଗୀତାକୁ ଶପଥ କରି କହିବ ମୁଁ ଯାହା କହିବି ସତ କହିବି, ସତ ଛଡ଼ା ଆଉ କିଛି କହିବି ନାହିଁ। ଗୀତାକୁ ଶପଥ କରି କହୁଛି ଯେ ଆପଣ ଯାହା କେବେ ସତ କହିବେ, ସତ ଛଡ଼ା କିଛି କହିବେ ନାହିଁ। ଆରେ ହରି ବାବୁ ମୁଁ ମୋ କଥା କହୁନି, ମୁଁ ତମ କଥା କହୁଛି। କୋର୍ଟର କାର୍ଯ୍ୟକୁ ଆଗକୁ ନିଆଯାଉ। ଏଇ ଯୋଉ ଭଲ ବାର ଇଚ୍ଛା କାଠରେ ଛିଡ଼ାଇଛନ୍ତି ଆଉ ପକ୍କା ବନିବାର ଅଭିନୟ କରୁଛନ୍ତି, ସେ ପ୍ରକୃତରେ ପକ୍କା, ସେ ବହୁତ ଦ୍ରୁତ ଏବଂ ଚାଲା ମଧ୍ୟ। ଖାଦାନ ଭିତରକୁ ଆଗକୁ ଯିବାର କଲା ତାକୁ ବେଶ ଚେକ୍ ପୋଷ୍ଟରେ ସିକ୍ୟୁରିଟି ମାନଙ୍କୁ ଚକୁଆ ଦେଖାଇ ବ୍ୟାଙ୍କ ଭିତରେ ଆଲକୋହଲ ନେଇଯିବାର ଏ ଜଣେ ଦୂରଦୂର ପିନ୍ଧାଣି ଓ ବଡ଼ ଚାଲା ଲୋକ। ଆଉ ତାଙ୍କରି କାର୍ଯ୍ୟକୁ ପ୍ରମାଣ କରିବାକୁ ଯାଇ ସେ ଗତ କିଛି ଦିନ ତଳେ ୱାର୍କ ପ୍ଲେସରେ ଆଲକୋହଲ ସେବନ କରୁଥିବା ସମୟରେ ରେଡ୍ ହ୍ୟାଣ୍ଡେଡ୍ ଧରା ପଡ଼ିଛନ୍ତି। ତମେ ତାହେଲେ ମାଇନ୍ସ ଭିତରେ ଆଲକୋହଲ ଯାଉଛ ଏବଂ ଡ୍ୟୁଟି ସମୟରେ ଆଲକୋହଲ ସେବନ କରୁଛ, ଏହାର ପରିଣାମ କ'ଣ ଜାଣିଛ ତ? ସାର୍ ମୁଁ କ'ଣ ଶୁଣୁଛି ବେଳେବେଳେ କେମିତି ପିକି ନା। କାଲି ଆମ ଗାଁର ପର୍ବ ଥିଲା ତ, ସକାଳ ସାଙ୍ଗମାନଙ୍କ ସହ ଟିକେ ପଡ଼ିଯାଇଥିଲା। ହେଲେ ମୋତେ ନିଶା ଫିସା କିଛି ହୁଏନି ସାର୍, ଯେତେ ପିଇଲେ ବି ମୁଁ ନର୍ମାଲ। ଏଇ ଦେଖୁନାହାନ୍ତି ଆଜି ସକାଳୁ ସକାଳୁ ଟିକେ ପକେଇ ଦେଇଛି। ହେଲେ ଆପଣ କ'ଣ ଜାଣିପାରୁଛନ୍ତି ସାର୍, ମୁଁ କହିଲା ସାର୍ ମୁଁ ପିଇଲେ ଯାହା ନ ପିଇଲେ ତାହା। ଆଚ୍ଛା ହରି ବାବୁ, ମାଇନ୍ସ ଭିତରେ ତମେ କି କାମ କର? ମୁଁ ପାପ ପ୍ରତ୍ୟେକ କାମ କରୁଛି। ମାଇନ୍ସ ଭିତରେ ତମେ କଣ କରିବା କଥା ତମେ କରୁଛ, କିନ୍ତୁ ଅନ୍ ଡ୍ୟୁଟିରେ ଥାକି ତମେ ଆଲକୋହଲ ସେବନ କରି ଖାଦାନକୁ ଯିବା ବେଳେ ଭାରସାମ୍ୟ ହରାଇ ଯଦି ତମେ ପାଣିରେ ପଡ଼ିବ, ଅଥଚ ତମ ଶରୀର ଯଦି କପରେ ପଡ଼ିଗଲା କଣ ପରିଣାମ ହବ ତମେ ଜାଣିଛ ତ? ଏ ଆଜିକାଲିର କଥା ନୁହେଁ, ଏ ତାଙ୍କର ରେଗୁଲାର ପ୍ରାକ୍ଟିସ। ସେଥିପାଇଁ ସେ ଧରା ପଡ଼ିଛନ୍ତି ଏବଂ ବାରମ୍ବାର ସସ୍ପେଣ୍ଡ ହୋଇଛନ୍ତି ମଧ୍ୟ। ତେଣୁ ୟା ଆପଣ ଶୁଣନ୍ତୁ, ତମେ ଜଣେ ପମ୍ପ ଅପରେଟର, ସାର୍ ମାଇନ୍ସ ଭିତରେ ଆଲକୋହଲ ସେବନ କରି ଡ୍ୟୁଟି କରୁଛ। ଏଇଟା କମ୍ପାନୀର ଯୋଉ ଲାଇସେନ୍ସ ରୁଲ୍ସ ଅଛି ସେଥିମଧ୍ୟରୁ ଏକ ନିୟମ। ଆଲକୋହଲ ଏବଂ ଡ୍ୟୁଟି ସମୟରେ ଆପଣ ବ୍ୟବହାର କରିବା କଥା ନୁହେଁ। ଆପଣ ସେଇ ନିୟମଟିକୁ ଭଙ୍ଗ କରିଥିବାରୁ, ତାର ଭାয়োଲେସନ କରିଥିବାରୁ ମାନ୍ୟବର ଅଦାଲତ ସମସ୍ତ ସାକ୍ଷୀ ପ୍ରମାଣ ଏବଂ ଆପଣ ଏଇ ପବିତ୍ର କୋର୍ଟରେ ମଦ ପିଇ ଆସି ଏହାର ମଧ୍ୟ କୋର୍ଟର ମର୍ଯ୍ୟାଦା ରଖୁନାହାନ୍ତି। ତେଣୁ ଆପଣଙ୍କ ବିରୁଦ୍ଧରେ ପୂର୍ବରୁ ଥିବା ଅଭିଯୋଗ ଏବଂ ଏବେକାର ଅଭିଯୋଗ ନେଇ ଆପଣଙ୍କୁ ଚାକିରିରୁ ସମ୍ପୂର୍ଣ୍ଣ ଭାବରେ ବହିଷ୍କୃତ କରାଲା। ୟୁ ଆର୍ ଟର୍ମିନେଟ୍ ଫ୍ରମ୍ ଜବ୍। ନା ଏବେ ଆପଣ ଆସିପାରନ୍ତି। ସାର୍ ଆପଣ ତ ଭଲ ଲୋକ, ମୋତେ କ୍ଷମା କରିଦିଅନ୍ତୁ। ମୁଁ କଥା କହୁଛି ସାର୍, କମ୍ପାନୀର 10ଟା ଲାଇଫ୍ ସେଭିଂ ରୁଲ୍ ମାନିବି, ଡ୍ୟୁଟି ସମୟରେ ନିଶା ସେବନ କରିବି ନାହିଁ। ଏ କ୍ଷମାଟା ଆପଣଙ୍କୁ ପୂର୍ବରୁ ମାନିବା ଥିଲା। ବାରମ୍ବାର ଭୁଲ କରିବା ପରେ ଆପଣଙ୍କୁ କୌଣସି କ୍ଷମା ନାହିଁ। ଆପଣ ଏସବୁ ଆସିପାରନ୍ତି। ଆସି ସାର୍ ନମସ୍କାର ନମସ୍କାର। नहीं रे मद पीग नहीं, नहीं मत पीग नहीं। ଆଗାମୀ ବିଚାରଧାରା କହିଛି, ଆଗାମୀ ବିଚାରଧାରା ଆସାମୀ କେତେ ତାରିଖକୁ କାଠରୁ ଡାକିବାକୁ ଅନୁମତି ଚାହୁଁଛି।
परमिशन टू बी ग्रांटेड। केशव बारिक हाजिर हो, केशव बारिक हाजिर हो, केशव बारिक हाजिर हो। पिताजी शपथ करी कहतु जहाँ कहबे सत कहबे सत छड़ा किछि कहबे। गुआ गुआ लगी ଆପଣ କହୁଛନ୍ତି ମୁଁ ଏଇ ଗୀତା ଛୁଇଁଲେ ସବୁ ସତ କହିବି ନହେଲେ ସବୁ ମିଛ କହିବି। ଆଉ ଯଦି ମୁଁ ମିଛ କହିଥିଲି ଆଉ କେଶବ ବାବୁ କୋର୍ଟର ମର୍ଯ୍ୟାଦା ରକ୍ଷା କରାଯାଉ। ସାର୍ କହିଲେ ନା କହିତେ ହବ ଏଇ ଗୀତା ଛୁଇଁଲି ଯାହା କହିବି ସତ କହିବି ସତ ଛଡ଼ା ମିଛ ଜମାରୁ ନାହିଁ ମିଛ ନାହିଁ ନା। ୟୋର ଅନର এই যে কাঠারে আসামি ছিল ব্যক্তি সে যদি কেশব বারিক সে সিভিল কনস্ট্রাকশনে কাম করতে সে জনে পুরুনা দক্ষ সুপারভাইজর কিন্তু তাଙ୍କ ନାଁରେ ସଂକୀର୍ଣ୍ଣ ଅଭିଯୋଗ ଅଛି ଯେ ସେ କାମ କରୁଥିବା ସମୟରେ କେବେ ହେଲେ ୱାର୍କ ପରମିଟ୍ ହାସଲ କରନ୍ତି ନାହିଁ। ଆମେ ଜାଣିଛୁ ସେ 50 ପ୍ରକାର କାମ କରୁଛନ୍ତି ଯଥା ଟାଉନସିପ୍ ମ୍ୟାନେଜମେଣ୍ଟ ସର୍ଭିସ ପ୍ରୋଭାଇଡର ସିଭିଲ କନଷ୍ଟ୍ରକ୍ସନ ଇତ୍ୟାଦି 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 ଅନେକ ଅନେକ ସବୁ ମୁଁ କିନ୍ତୁ ବୀର ଉପରୋକ୍ତ କାମରେ ଗୋଟିଏ ହେଲେ ବି ସେ ୱାର୍କ ପରମିଟ୍ ହାସଲ କରନ୍ତି ନାହିଁ। ଆଚ୍ଛା କେଶବ ବାବୁ ଗୋଟେ କଥା କହିବି ଆପଣ ଯୋଉ ସାଇଡରେ କାମ କରନ୍ତି କିଛି ନିୟର ମିସ୍ କିଛି ମାର୍କେଟ କେସ୍ ହୁଏ ମାନେ ଇତ୍ୟାଦି ଇତ୍ୟାଦି ଏଇ ରଫାନାମାରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଆପଣ ତାକୁ ଚାପି ଦିଅନ୍ତି ଉପରକୁ ପଠାନ୍ତି ନାହିଁ। ଏହା ବିଷୟରେ ଆପଣ କଣ କହିବେ? ଦେଖନ୍ତୁ ସାର୍ କହୁଛି ସାର୍ ସାର୍ ମୁଁ ଗଲା 25 ବର୍ଷ ହେଲା ଏ ଜାଗାରେ କଣ୍ଟ୍ରାକ୍ଟର ସୁପରଭାଇଜର ଉପରେ କାମ କରୁଛି ସାର୍। ଆଚ୍ଛା କେତେ କେତେ କାମ କଲେ ସାର୍ ସବୁ ହିସାବ ବାହାରେ ଗୁଲି ବାଡ଼ି ସବୁ ମତେ ଚିହ୍ନିଛନ୍ତି ସାର୍। କିନ୍ତୁ ଆଗରୁ କ'ଣ ସାର୍ ଏଇ ୱାର୍କ ପରମିଟ୍ ଫରମିଟ୍ ଥିଲା କାମ ପୁଣି ହଉଥିଲା ନା ନାହିଁ। ତେଣୁ ଏସବୁ ସାର୍ ପୁରା ଫୁଲ୍ ଅଦରକାରୀ ନିୟମ ଏସବୁ ଖାଲି ଆମ ହଇରାଣ ପାଇଁ ସାର୍। ଆଉ ଆପଣ ତ ନିଜେ କହୁଛନ୍ତି ଯେ 50ଟା କାମ ମୁଁ ଧରିଛି ଗୋଟେ ଅଧେ ନୁହେଁ 50ଟା କାମ ଧରିଛି ବୁଝିଲେ ସାର୍। ତ ଆପଣ କୁହନ୍ତୁ 50ଟା କାମ ଧରିଛି ମୋତେ ସବୁଦିନ ୱାର୍କ ପରମିଟ୍ ପାଇଁ ଗୋଟେ ବି ସକାଳ ସନ୍ଧ୍ୟା ତାହେଲେ ସାର୍ କାମ କେତେବେଳେ ହବ କହୁନାହାନ୍ତି ସାର୍। ଆଉ ମୋତେ ନ ରହିଲେ ତ ମୁଁ ସବୁ ଜାଗାରେ ନ ରହିବି କାମ ହବନି। ତା ବୋଲି କଣ ଆପଣ ବିନା ୱାର୍କ ପରମିଟରେ କାମ କରିବେ? ସାର୍ ମୋ ନାଁ ହେଲା କେଶବ ବାରିକ କିନ୍ତୁ ମୋତେ ସମସ୍ତେ ଜାଣିଛନ୍ତି ମିଷ୍ଟର ଏକ୍ସ। ମିଷ୍ଟର ଏକ୍ସ ଏକ୍ସ ମାନେ ଏକ୍ସ ମାନେ ସାର୍ ଏକ୍ସପିରିଏନ୍ସ ଏକ୍ସ ମାନେ ଏକ୍ସପର୍ଟ ଆଉ ଏକ୍ସ ମାନେ ଏକ୍ସପିରିଏନ୍ସ ଏକ୍ସ ମାନେ ସବୁ ସବୁ ମୋର ବୁଝିଲେ ସାର୍। ଯେହେତୁ ମୋର 25 ବର୍ଷର ଏକ୍ସପିରିଏନ୍ସ ତେଣୁ ମୁଁ ହେଲି ଏକ୍ସପର୍ଟ ଆଉ ମୁଁ ସବୁ କାମରେ ସାର୍ ପୁରା ଏକ୍ସପେରିମେଣ୍ଟ କରେ। ଆଉ ମୁଁ ମାନୁଛି ମୁଁ ମିଛ କଥା କହିବି ସାର୍ ମୁଁ ମାନୁଛି ମୁଁ ବିନା ୱାର୍କ ପରମିଟ୍ରେ କାମ କରେ। ସେଟା କିଛି ଅସୁବିଧା ଅଛି ଅଛି କିଛି ସାର୍ ଆପଣ ମ୍ୟାରେଜ କରିଛନ୍ତି ନା ଆପଣ ମ୍ୟାରେଜ କରିଛନ୍ତି? ତେଣୁ ଆପଣଙ୍କର ବି ପରିବାର ଅଛି ସମସ୍ତଙ୍କର ପରିବାର ଅଛି ମୋର ବି ପରିବାର ଅଛି। ଆଚ୍ଛା ଆ ଭିତରେ ଛୋଟ ମୋଟ କ'ଣ କାହାର ହାତ ଫାଟି ହେଉଛି କାହାର ହାତ କାଟି ହେଉଛି ମୋଚାଳି ଯାଉଛି ଛିଡ଼ି ଯାଉଛି ଆମେ କ'ଣ ସାର୍ ଆସି ରିପୋର୍ଟ କରୁଛୁ ଆପଣ କହୁନାହାନ୍ତି ରିପୋର୍ଟ କରୁଛୁ ସେଇଭଳି ସାର୍। ଇଏ ମୋର 25 ବର୍ଷର କାମ ଭିତରେ ଇଏ ବି ମୋ ଘର ଭଳି ସାର୍ ମୁଁ ନିଜ ଘର ଭଳି ମାନେ। ତେଣୁ ଏହା ଭିତରେ କ'ଣ ଛୋଟ ମୋଟ କ'ଣ ଭୁଲ ହେଇଯିବ ଆପଣ ଯଦି କହିବେ ମୋ ଅସୁବିଧା କେତେ ବର୍ଷ ଅଛି ନା ନାହିଁ ସାର୍। କେଶବ ବାବୁ ଆପଣ ଦକ୍ଷ ଏବଂ ପୁରୁଣା ଲୋକ ମଧ୍ୟ କିନ୍ତୁ ଖବର କଥା ହଉଛି ଆପଣ ଯେତେବେଳେ କୌଣସି କାମ କରନ୍ତି ତା ପ୍ରପର ସେଫ୍ଟି ଏବଂ ଗାଇଡଲାଇନରେ କରନ୍ତି ନାହିଁ। ଇଏ ଯେତେବେଳେ ପ୍ରପର ସେଫ୍ଟି ଗାଇଡଲାଇନରେ କାମ କରନ୍ତି ନାହିଁ ଆଉ ତଳେ ଯୋଉ କର୍ମଚାରୀମାନେ କାମ କରିଥିବେ ତାହେଲେ ସେମାନଙ୍କର କାମ କଣ ପଏଣ୍ଟ ସୁଟ୍ ବି ଡଟ୍ ତାପରେ କଥା ହେଲା ଯେ ଆପଣ ସବୁବେଳେ ସେଫ୍ଟି ରୁଲକୁ ଭଲସେ କରନ୍ତି। ଗୋଟିଏ କାମ ଯଦି ସେଫ୍ଟି ରୁଲକୁ ଭଲସେ କରାଯାଏ ପ୍ରପର ଗାଇଡଲାଇନରେ କରାଯାଏ ନାହିଁ ତାର ସେ ଏକ୍ସପ୍ରେସ୍ କାମ ନୁହଁ। ଯଦି ଗୋଟେ କାମ ପ୍ରପର ଗାଇଡଲାଇନ ସେଫ୍ଟି ରୁଲ ଅନୁସାରେ କରାଯିବ ସେ କାମଟି ଏକ୍ସପ୍ରେସ୍ ବୋଲି କୁହାଯିବ। ବୁଝିଲେ କେଶବ ବାବୁ? ଏ କେସ୍ ଆସାମ ବିଷୟରେ ମୋର କିଛି କହିବାର ନାହିଁ ଆପଣ ଏହାର ବିଚାର ଛଡ଼ାନ୍ତୁ। କେଶବ ବାବୁ ଆପଣ ଜଣେ ପୁରୁଣା ଏବଂ ଅଭିଜ୍ଞ କଣ୍ଟ୍ରାକ୍ଟର ବୋଲି ନିଜକୁ ପରିଚୟ ଦେଉଛନ୍ତି ଆହୁରି ଦୁନିଆ କଥା କହୁଛନ୍ତି ମୁଁ ଏକ୍ସପର୍ଟ ଆଉ ଏକ୍ସପର୍ଟ ଦୁନିଆ କିଛି କହିଯାଉଛନ୍ତି କିନ୍ତୁ ତା ବୋଲି ଆପଣ କମ୍ପାନୀର ଥିବା ଲାଇଫ୍ ସେଭିଂ ରୁଲ୍ସର ଯେଉଁ ନିୟମ ଅଛି ୱାର୍କ ପରମିଟ୍ ଏବଂ ପଜିଟିଭ୍ ଆଇସୋଲେସନ୍ ଆପଣ ସେ ରୁଲ୍ ଭାଓଲେସନ୍ କରୁଛନ୍ତି। ତେଣୁ ଆପଣ ୱାର୍କ ପରମିଟ୍ ଛାଡ଼ନ୍ତୁ
ପଜିଟିଭ ଆଇସୋଲେସନ କ'ଣ ବି ଜାଣିନଥିବେ। ତେଣୁ କମ୍ପାନୀର ଏଇ ରୁଲକୁ ଭାଉଲେସନ କରିଥିବାରୁ ମାନ୍ୟବର ଅଦାଲତ ଆଜି ସମସ୍ତ ସାକ୍ଷୀ ପ୍ରମାଣ ଏବଂ ଆପଣ ଦେଇଥିବା ବୟାନକୁ ଆଧାର କରି ଏହି ରୂପରେ ପହଞ୍ଚିଛି ଯେ ଦୋଷୀକି 10 ଦିନ ପାଇଁ କାର୍ଯ୍ୟରୁ ସସ୍ପେଣ୍ଡ କରାଯାଉଛି। ଯଦି ଭବିଷ୍ୟତରେ ଆପଣ ପୁଣି ଏପରି ଭାବରେ କାର୍ଯ୍ୟକ୍ଷେତ୍ରରେ ଭାଉଲେସନ କରିବେ ତାହେଲେ ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ଜବ୍ରୁ ଟର୍ମିନେଟ୍ କରାଯିବ। ଏଥର ଆପଣ ଆସିପାରନ୍ତି। ସାର୍ ମୁଁ ଆଗରୁ ତ ସାର୍ ଏତେ ବର୍ଷ କାମ କଲିଣି ଏସବୁ ନଥିଲା ସାର୍। ଯେହେତୁ ଆପଣ କହିଲେ ସାର୍ ମୁଁ ଲାଇଫ୍ ରୁଲ୍କୁ ଫଲୋ କରିବି, କାମ କରିବାକୁ ସାର୍ ୱାର୍କର ନେବି ସାର୍। ମୁଁ କଥା ଦେଉଛି ସାର୍, ଆସୁଛି ତମେ ଏବେ ଆସିପାରନ୍ତି ସାର୍। ଆଗାମୀ ବିଚାର ଆସାମୀ ରାଘବ ସାହୁଙ୍କୁ ଦକ୍ଷିଣ ରାଜ୍ୟକୁ ମୁଁ ଅନୁମତି ଚାହୁଁଛି ବିଲକ। Permission to be granted. राघव साहु हाजिर हो, राघव साहु हाजिर हो, राघव साहु हाजिर हो। ଆଜ୍ଞା ନମସ୍କାର ସାର୍, ନମସ୍କାର। ଗୀତାଛୁଇଁ ଶପଥ କରି କୁହନ୍ତୁ, ଯାହା କହିବେ ସତ କହିବେ, ସତ ଛଡା କିଛି କହିବେ ନାହିଁ। ଏ ଗୀତା ଛୁଇଁ ମୁଁ ଶପଥ କରି କହୁଛି, ଯାହା କହିବି ସତ କହିବି, ସତ ଛଡା ମିଛ କହିବି ନାହିଁ। ଏ ଯୋଉ କାଠରେ ଯୋଉ ଆସାମୀ ଛିଡ଼ା ହେଇଛନ୍ତି ତାଙ୍କ ନାଁ ହେଉଛି ରାଘବ ସାହୁ। ତାଙ୍କ ନାଁରେ ଗୋଟେ ସଙ୍ଗୀନ ଅଭିଯୋଗ ଅଛି। ସେ ୱାର୍କପ୍ଲେସରେ ବାରମ୍ବାର ମୋବାଇଲ ଫୋନ ୟୁଜ କରନ୍ତି, ଏଠି ସେଠି ସବୁଠି। ଆଉ ତାଙ୍କର ଯୋଉ କର୍ମଚାରୀ ଅଛନ୍ତି ସେମାନଙ୍କର ଅଭିଯୋଗ ସିଏ ବାରମ୍ବାର ଫୋନ କରିବା ସତ୍ତ୍ୱେ ସେମାନଙ୍କର କାମରେ ବାଧାବିଘ୍ନ ସୃଷ୍ଟି ହେଉଛି। ଏଇ ଆଉ ସରକାରୀ ନାମା। ଆଚ୍ଛା ରାଘବ ବାବୁ, ଆଜ୍ଞା ଆପଣ ମାଇନ୍ସ ଭିତରେ କି କି କାମ କରନ୍ତି? ସାର୍ ମୁଁ ମେକାନିକାଲ ମେଣ୍ଟେନାନ୍ସରେ କାମ କରୁଛି ସାର୍। No. ହ୍ୟାଲୋ ହଁ ସାର୍ ନମସ୍କାର ନମସ୍କାର। ହଁ ସାର୍ କୋର୍ଟର କାର୍ଯ୍ୟକୁ ଆଗକୁ ନିଆଯାଉ। ଆଜ୍ଞା ଆଜ୍ଞା ଟିକେ ସାର୍। କୋର୍ଟର କାର୍ଯ୍ୟକୁ ଆଗକୁ ନିଆଯାଉ। କଣ କହୁଥିଲେ? ଆପଣଙ୍କୁ ସାର୍ ମୁଁ ଆଗରୁ କହୁଥିଲି ମୁଁ ମେକାନିକାଲ ସୁପରଭାଇଜର ସାର୍, ମେଣ୍ଟେନାନ୍ସ ଅଫିସରେ ସାର୍ କାମ କରୁଛି। ଆଚ୍ଛା ସାର୍ ଆପଣ କୁହନ୍ତୁ ବିନା ଫୋନରେ ମେକାନିକାଲ ମେଣ୍ଟେନାନ୍ସରେ ସାର୍ କାମ କରି ହବ କି? ଚାରିଆଡୁ ସାର୍ ବାରବାର ଫୋନ ଆସୁଛି ସାର୍। କିଏ କହୁଛି 10ଟା ଗାଡି ପଠାଇ ଦଉଛି ତାର ମେଣ୍ଟେନାନ୍ସ କରିଦିଅ, କିଏ କହୁଛି ପଠାଇଥିବା ଗାଡି ଗୁଡାକ ମେଣ୍ଟେନାନ୍ସ ହେଲା କି ନାହିଁ, କିଏ ବି ବାଟରେ ସାର୍ କହୁଛି ଗାଡିଟା ମୋର ବ୍ରେକ୍ ଡାଉନ୍ ହେଇଯାଇଛି, ଷ୍ଟାର୍ଟ ପ୍ରୋବ୍ଲେମ, ଦୁଇଟା ରେଞ୍ଚି ପାନା ଟିକେ ନେଇକି ଆସନ୍ତୁ। ସାର୍ ଆପଣ କୁହନ୍ତୁ ଯେ ବିନା ଫୋନରେ ମେକାନିକାଲ ମେଣ୍ଟେନାନ୍ସ କାମ ହେଇପାରିବ କି ସାର୍? ହେଇପାରିବ। କେମିତି ସାର୍? 100% ହେଇପାରିବ। ୱାକିଟକି ମାଧ୍ୟମରେ। ନା ସାର୍ ଏ ସମ୍ଭବ ନୁହେଁ ସାର୍, ୱାକିଟକିରେ କାମ ଶୁଣନ୍ତୁ ହେଇପାରିବ। ରାଘବ ବାବୁ, ଟିକେ ଶୁଣନ୍ତୁ। ଆଜ୍ଞା ଆପଣ ଟାଟା ଷ୍ଟିଲ୍ ନା ଶୁଣିଛନ୍ତି? ହଁ ହଁ ସାର୍ ଟାଟା ଷ୍ଟିଲ୍ ପଲିସିରେ ଲାଇସେନ୍ସ ଗ୍ରୁପ କରାଯାଇଛି। ଆଜ୍ଞା ଆଉ ଲାଇସେନ୍ସ ରୁଲରେ 10ଟା ପଏଣ୍ଟ ଭିତରୁ ଗୋଟିଏ ମାତ୍ର ପଏଣ୍ଟ ହେଉଛି ରୋଡ ସେଫ୍ଟି ଏଣ୍ଡ ୱାର୍କପ୍ଲେସରେ ରେଲ୍ ଆଣ୍ଡ ରୋଡ ସେଫ୍ଟି। ଆଜ୍ଞା ବୁଝିପାରିଲ? ଆଜ୍ଞା। ସେଠି ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ଚାଲୁଥିବା ସମୟରେ କିମ୍ବା ୱାର୍କପ୍ଲେସରେ ମୋବାଇଲ ୟୁଜ ସମ୍ପୂର୍ଣ୍ଣ ନିଷିଦ୍ଧ। ଆଜ୍ଞା। ସେଥିପାଇଁ ଟାଟା ଷ୍ଟିଲ୍ ମ୍ୟାନେଜମେଣ୍ଟ କଣ କରିଛନ୍ତି ନା ୱାକିଟକି ମାଧ୍ୟମରେ କମ୍ୟୁନିକେସନ ସୃଷ୍ଟି କରି ଗୋଟେ ନୂଆ ଉଦାହରଣ ଦେଇଛନ୍ତି। ଯଦି ଟାଟା ଷ୍ଟିଲ୍ କରିପାରୁଛନ୍ତି ତାହେଲେ ଅନ୍ୟ କମ୍ପାନୀମାନେ କାହିଁ କରିପାରିବେ? ମୋର ପ୍ରଶ୍ନ। ତେଣୁ ଅନୁରୋଧ, ମୁଁ ଏସବୁ ବିଷୟରେ ଆଉ କିଛି କହିପାରିବୁ ନାହିଁ। ଆପଣ ଏହାର ବିଚାର ଶୁଣନ୍ତୁ। ସମସ୍ତ ସାକ୍ଷୀ ପ୍ରମାଣ ଏବଂ ଦୋଷୀ ଦେଇଥିବା ବୟାନକୁ ଆଧାର କରି କୋର୍ଟ ଆଜି ଏହି ସିଦ୍ଧାନ୍ତରେ ରୂପାୟିତ ହୋଇଛି ଯେ ଆସାମୀ କମ୍ପାନୀର 10ଟି ନିୟମ ଭିତରୁ ରେଳ ଏବଂ ସଡ଼କ ସୁରକ୍ଷା ନିୟମରେ ଯେଉଁ ୱାର୍କପ୍ଲେସରେ ମୋବାଇଲ ଫୋନର ବ୍ୟବହାର ନିୟମକୁ ଉଲ୍ଲଂଘନ କରିଛନ୍ତି, ତାର ଭାଉଲେସନ କରିଛନ୍ତି। ସେଥିପାଇଁ ମାନ୍ୟବର ଅଦାଲତକୁ 10 ଦିନ ପାଇଁ କାର୍ଯ୍ୟରୁ ସସ୍ପେଣ୍ଡ କରୁଛି। ଆଉ ଯଦି ଭବିଷ୍ୟତରେ ଏପରି କାର୍ଯ୍ୟର ପୁନରାବୃତ୍ତି ହୁଏ ତାହେଲେ ଆପଣଙ୍କୁ ଜବ୍ରୁ ଟର୍ମିନେଟ୍ କରିଦିଆଯିବ। ଏଥର ଆପଣ ଆସିପାରନ୍ତି। ଆଜ୍ଞା ଏଇଥର ମତେ କ୍ଷମା କରିଦିଅନ୍ତୁ। ମୁଁ ଆଜିଠାରୁ ଲାଇଫ୍ ସେଭିଂ ରୋଲକୁ ମାନି ଫୋନକୁ ବନ୍ଦ କରି ୱାକିଟକିରେ କାମ କରିବି ସାର୍। ଏଇଥର ମତେ ଟିକେ କ୍ଷମା କରିଦିଅନ୍ତୁ। ରାଘବ ସାହୁ, ତମେ ଏବେ ଆସିପାର। ନମସ୍କାର ଆଜ୍ଞା। ଆଚ୍ଛା ଓକିଲ ବାବୁ, ଆଜ୍ଞା ଆଜିର ସମସ୍ତ ଶୁଣାଣି ବୋଧେ ସରିଗଲା। ସରିଗଲା ଆଜ୍ଞା। Now the court is adjourned. ସାର୍
आज जो इलेक्शन विषय आम जो आलोचना लाइफ सेमी रूल ता विषय दंड विधान कराला दुनिया एग्जाम दिहला सब किछि भल भाव मु कहला कथा जे एई जो लाइफ सेमी रूलटा कौन अन्य जगह इग्नोर हो पार लोक सुधरी पारे गोटे बढ़िया सुंदर विकसित खाता नहीं पार निश्चय हम वकिल बाबू निश्चय हम देखिए आपण उदाहरण देखु यही टाटा स्टील लाइफ सेविंग रूल्स जो बनई तार कंपानी सबुआड़े डिस्प्ले करी वर्कर ऑफिसर समस्त कर्मचारी मानक ए विषय अवगत कराऊँगी एवं किपर इम्प्लीमेंट हम से प्रयास करुच्ची आज्ञा तेणु मु मोर अभिनय मध्य आपण मानक जो टाटा कंपानी लाइफ सेविंग रूल्स नियम गुड़िक अच्छी यदि यहाँ उपस्थित थी अन्य खनिर कर्मचारी एवं कर्तृपक्ष मैंने जदि टाटा कंपानी लाइफ सेविंग रूल्स को निज खनि माध्यम प्लांट माध्यम यदि इम्प्लीमेंट करेंगे डिस्प्ले लगे लोक मान सचेतन करेंगे देखिए दिन आसो आम जीरो हार्म में पहुंची पार आउ गर्वर सहित कही उठा विकसित खदान विकसित खदान विकसित खदान विकसित